ସୁବର୍ଣ୍ଣରେଖା ନଦୀରେ ଦେଖାଦେଇଛି ପ୍ରଥମ ବନ୍ୟା। 3 ଦିନ ଧରି ଉପରମୁଣ୍ଡରେ ଲଗାଣ ଲଘୁଚାପ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖା ନଦୀରେ ଆସିଛି ପ୍ରଥମ ବନ୍ୟା ପାଣି। ଜଳେଶ୍ୱର ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦ ସଂକେତ 10.36 ମିଟର ଥିଲାବେଳେ ଦିନ 11ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 10.29 ମିଟରରେ ପ୍ରଭାବିତ ହେଉଛି ବନ୍ୟା ପାଣି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ଫଳରେ ବସ୍ତା ବ୍ଲକର 3ଟି ପଞ୍ଚାୟତ ଅସ୍ତି, ଜାମକୁଣ୍ଡା, ମଧୁପୁରା, ବାଲିଆପାଳର 10ଟି ଗ୍ରାମରେ ବନ୍ୟା ପାଣି ପଶିଥିବା ଦେଖିବାକୁ ମିଳିଛି। 1000ରୁ ଉର୍ଦ୍ଧ୍ୱ ଚାଷ ଜମିରେ ପାଣି ଲହଡ଼ି ଭାଙ୍ଗୁଛି। ଲଗାଣ ଲଘୁଚାପ ବର୍ଷାରେ ଜାମକୁଣ୍ଡା ପଞ୍ଚାୟତର ଜାମକୁଣ୍ଡା କୋଷ୍ଟ କେନାଲ ସୁଇଚ ଗେଟ୍ ପୋଲ ଧସି ଯାଇଥିଲା ବେଳେ ପ୍ରଶାସନ ପକ୍ଷରୁ ବାଲି ରାସ୍ତା ପକାଯାଉଥିବା ଦେଖିବାକୁ ମିଳିଛି। ବନ୍ୟା ଯୋଗୁଁ ବାଲିଆପାଳ ବ୍ଲକର ଚୌଧୁରୀ କୁଦ ପାଳଚମ୍ପି ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରଭାବିତ ହେଉଛି। ଅସ୍ତି ପଞ୍ଚାୟତର କାଳରୋହି ଗ୍ରାମର 30 ପରିବାରର 200ରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ସେମାନେ ଯାତାୟାତ ପାଇଁ ଦେଶୀ ଡଙ୍ଗା ଉପରେ ନିର୍ଭର କରୁଛନ୍ତି। ଖୁବ୍ ଶୀଘ୍ର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଥିବା ଦେଖି ବାଲିଆପାଳ ତହସିଲ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ଗୋଟିଏ ଓଡ୍ରାଫ୍ ଟିମ୍, ଗୋଟିଏ ଅଗ୍ନିଶମ ବାହିନୀ ସଜାଗ ଅଛନ୍ତି। ଶୁଖିଲା ଖାଦ୍ୟ ମହଜୁଦ ଅଛି ବୋଲି ବାଲିଆପାଳର ତହସିଲଦାର ଜନକ କୁମାର ନାୟକ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ହୋଇଥିବା ଲୋକଙ୍କୁ କିଭଳି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ବାଲିଆପାଳରୁ ଭୀଷ୍ମଚରଣ ମଲ୍ଲିକଙ୍କ ରିପୋର୍ଟ, ମୋବାଇଲ ଟିଭି।